ଜୟ ମା ମନସା ଦେବୀଙ୍କର ଜୟ ହେଉ। ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି 22 ଏବଂ 23 ତାରିଖର ସମ୍ପୂର୍ଣ୍ଣ ରାଶିଫଳ ବିଷୟରେ। ଆପଣମାନଙ୍କର ଆଜିର ଦିନଟି କିପରି ଭାବରେ ସାବ୍ୟସ୍ତ ମଧ୍ୟ ହେବ, ତା ସହିତ ବିଶେଷ ଭାବରେ ଯଦି କହିବି କି ଆପଣମାନଙ୍କୁ କେଉଁ ସବୁ ଜିନିଷରୁ ମଧ୍ୟ ଫାଇଦା ମଧ୍ୟ ମିଳିବ, ତା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ, ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ, ଆଉ ଆପଣମାନଙ୍କର ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ, ତା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟର ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେବି। ଆଉ ସବୁଦିନ ପରି ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ଗୋଟିଏ ଉପାୟ ବିଷୟରେ ବି ମଧ୍ୟ ନିଶ୍ଚିତ ଭାବରେ ଜଣେଇବି, ଯାହାଦ୍ୱାରା ଆପଣମାନେ ଏ ଦିନଟିକୁ ବହୁତ ଭଲ ଏବଂ ଖୁସି ଭରା କରିପାରିବେ। ତେଣୁ ସବୁଦିନ ପରି ଆପଣମାନଙ୍କୁ ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ସର୍ବପ୍ରଥମେ ମିଳିପାରିବ। ତ ବନ୍ଧୁଗଣ, ଚାଲନ୍ତୁ ଏବେ ଶୁଣିବା ଆପଣମାନଙ୍କ ପାଇଁ କ'ଣ ଏ ଦିନଟି ସାବ୍ୟସ୍ତ ମଧ୍ୟ ହେବ। ଆପଣମାନଙ୍କ ପାଇଁ କି ବିଶେଷ ଭାବରେ ଏହି 22 ଏବଂ 23 ତାରିଖର ଦିନ। ସବୁଠାରୁ ମୁଁ ପ୍ରଥମେ ଆପଣମାନଙ୍କୁ କହିବି କି କ'ଣ ଆପଣମାନଙ୍କ ପାଇଁ ଆଜିର ଦିନ ପଜିଟିଭ୍ ହେବା ପାଇଁକିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ ବିଶେଷ ଭାବରେ କହିବି କି ଆପଣମାନଙ୍କୁ ପ୍ରକୃତି ଭରପୁର ମାତ୍ରାରେ ସାହାଯ୍ୟ କରିବ। କୌଣସି ଲାଭଦାୟକ ଏବଂ ଶୁଭ ସମାଚାର ମିଳିବା ଦ୍ୱାରା ଆପଣମାନେ ନିଜକୁ ଆତ୍ମବଳ ଏବଂ ଭାବନାତ୍ମକ ଭାବରେ ନିଜକୁ ସଶକ୍ତ ଅନୁଭବ ମଧ୍ୟ କରିବେ। ଅଟକିଥିବା କାମକୁ ଆପଣମାନେ ବିଶେଷ ଭାବରେ ପୁରା ମେହନତର ସହ କରିବା ପାଇଁକିନା ଆପଣମାନେ ଚେଷ୍ଟା ମଧ୍ୟ କରିବେ। ଏ ଦିନ ଆପଣମାନଙ୍କ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ଏ ଦିନରେ ଆପଣମାନଙ୍କୁ କୌଣସି ଶୁଭ ସମାଚାର ମଧ୍ୟ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ଆପଣମାନଙ୍କର ସୁଧାରି ମଧ୍ୟ ଯିବ। ଅଟକିଥିବା ଜମି ବାଡ଼ି ସମ୍ପର୍କିତ କାର୍ଯ୍ୟରେ ଆପଣମାନଙ୍କୁ ବିଶେଷ ଭାବରେ ସଫଳତା ମିଳିବାର ସମ୍ଭାବନା ମଧ୍ୟ ବନୁଅଛି। କୌଣସି ସମ୍ପର୍କୀୟ ମିତ୍ରମାନଙ୍କ ସହିତ ଆପଣମାନଙ୍କର ସାକ୍ଷାତ ହେବା ଦ୍ୱାରା ମନ ଆପଣମାନଙ୍କର ପ୍ରସନ୍ନ ମଧ୍ୟ ହେବ। ଆପଣମାନେ କିଣାକିଣି ଆଦି ରିଲେଟେଡରେ ଆପଣମାନେ ଦିନଟିକୁ ଅତିବାହିତ ମଧ୍ୟ କରିନେବେ। ନିଜର ପ୍ରତିଭା ଏବଂ କ୍ଷମତାକୁ ବୁଝନ୍ତୁ। ଏହାଦ୍ୱାରା ଆପଣଙ୍କର ବ୍ୟକ୍ତିତ୍ୱରେ ବହୁତ ନିଖାର ମଧ୍ୟ ଦେଖିବା ପାଇଁକିନା ମିଳିବ ତଥା ସମାଜରେ ଆପଣମାନଙ୍କର ଛବି ମଧ୍ୟ ବନିଯିବ। ଏ ଦିନ ଆପଣମାନଙ୍କର ବ୍ୟସ୍ତତାପୂର୍ଣ୍ଣ ମଧ୍ୟ ହୋଇକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନରେ ଲଭ୍ ଲାଇନ୍ କିପରି ଭାବରେ ରହିବ। ପ୍ରେମ ଜୀବନ ପାଇଁ ଯଦି କହିବା ଆପଣମାନଙ୍କର ଏ ଦିନ ବହୁତ ଭଲ ଏବଂ ସୁଖମୟ ହୋଇକିନା ରହିବ ଏବଂ ପତି ପତ୍ନୀଙ୍କ ସହିତ କିଛି ମତାନ୍ତର ମଧ୍ୟ ଘଟିପାରେ। କାହିଁକିନା ପତି ପତ୍ନୀମାନେ ଏତେ କାମରେ ବ୍ୟସ୍ତତା ହୋଇଯିବେ ଯାହାଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ବିବାଦ ମଧ୍ୟ ସମ୍ଭାବନା ରହିଅଛି। ତେଣୁ ଆପଣମାନେ କାମରୁ ଫୁରସତ ନେଇକିନା ଆପଣମାନେ ନିଜ ସହିତ ଟିକେ ଟାଇମଟିକୁ ସ୍ପେଣ୍ଡ ମଧ୍ୟ କରନ୍ତୁ, ଯାହାଦ୍ୱାରା ବାଦ ବିବାଦ ଘଟିବାର ଆପଣମାନେ ଟଳିଯିବ ଏବଂ ଆପଣମାନଙ୍କର ପାରିବାରିକ ଜୀବନ ସୁଖମୟ ଏବଂ ସୌନ୍ଦର୍ଯ୍ୟ ମଧ୍ୟ ହୋଇକିନା ରହିବ। ତା ସହିତ ଆପଣମାନେ ଫ୍ୟାମିଲି ସହିତ ଆପଣମାନେ କୌଣସି ଜାଗାକୁ ବୁଲିବାକୁ ଯିବାର ମଧ୍ୟ ସମ୍ଭାବନା ମଧ୍ୟ ବନୁଅଛି, ଯାହାଦ୍ୱାରା ଆପଣମାନଙ୍କର ପାରିବାରିକ ଖୁସିର ସୀମା ମଧ୍ୟ ରହିବ ନାହିଁ ଏବଂ ଏ ଦିନମାନଙ୍କରେ ଆପଣମାନଙ୍କର ମୌଜ ମଜଲିସରେ ଦିନ ମଧ୍ୟ ଅତିବାହିତ ହୋଇଯିବ ଏବଂ ଆପଣମାନେ ସବୁବେଳେ ଚେଷ୍ଟା କରିବେ କି ଆପଣମାନେ ସବୁ କଥାକୁ ଫ୍ୟାମିଲି ସହିତ ଡିସ୍କସନ୍ କରିକିନା କାମ କରନ୍ତୁ। କାହିଁକିନା ପତି ପତ୍ନୀଙ୍କ ସମ୍ପର୍କ ବହୁତ ନିବିଡ଼ ଏବଂ ଘନିଷ୍ଠତର ହୋଇଥାଏ। ସେମାନେ ଆପଣମାନଙ୍କୁ ସବୁ କାର୍ଯ୍ୟରେ ଆପଣମାନଙ୍କୁ ସହଯୋଗ ମଧ୍ୟ କରିବେ, ଯାହାଦ୍ୱାରା ଆପଣମାନଙ୍କୁ କେବେ ବି ବିପଦର ସୀମା ଦେଖିବା ପାଇଁକିନା ପଡ଼ିବ ନାହିଁ।
ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ବ୍ୟବସାୟ କ୍ୟାରିୟର କିପରି ଭାବରେ ମଧ୍ୟ ରହିବ। ଏ 2 ଦିନରେ ଆପଣମାନେ ଅନଲାଇନ କ୍ଷେତ୍ରରେ ଯେଉଁ ସବୁ ବି କାର୍ଯ୍ୟ କରୁଛନ୍ତି ତାର ଶୁଭ ଫଳ ଆପଣମାନଙ୍କୁ ପ୍ରାପ୍ତ ହେବ। କିନ୍ତୁ ଆପଣମାନେ ଅନଲାଇନ କ୍ଷେତ୍ରରେ ଟିକେ ସଚେତନତା ଅବଲମ୍ବନ ମଧ୍ୟ ନିହାତି ଭାବରେ କରନ୍ତୁ। କାହିଁକି ନା ଅନଲାଇନରେ ଏବେ ଠକମାନଙ୍କର ସମସ୍ୟା ବହୁତ ମାତ୍ରାରେ ବଢ଼ିଗଲାଣି। ଯାହାଦ୍ୱାରା ଆପଣମାନେ ବି ଠକି ଯିବାର ସମ୍ଭାବନା ବହୁତ ମାତ୍ରାରେ ରହିଅଛି। ତେଣୁ ଆପଣମାନେ ଯେଉଁ ବି କାମ କାର୍ଯ୍ୟ କରନ୍ତୁ ନା କାହିଁକି ଆପଣମାନେ ସବୁବେଳେ ଚେଷ୍ଟା କରିବେ କି ଆପଣମାନେ ଭାବି ଚିନ୍ତିକିନା ସେ ସବୁ କାମ ପ୍ରତି ଆପଣମାନେ କାର୍ଯ୍ୟରେ ମନ ବଳେଇବେ। ଯାହାଦ୍ୱାରା ଆପଣମାନଙ୍କୁ କିଛି ବି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। ଏବଂ ବ୍ୟବସାୟ ବିଷୟରେ ଯଦି କହିବି କି ଆପଣମାନଙ୍କୁ ଏ ଦିନରେ କିଛି ବିପତ୍ତି ମଧ୍ୟ ଘଟିପାରେ। କାହିଁକି ନା ଆପଣମାନେ ଯେଉଁ ବି କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରେ ଆପଣମାନଙ୍କ ବ୍ୟବସାୟରେ ଯିଏ ବି ଆପଣମାନଙ୍କ ସାଥିରେ ଅଛନ୍ତି ସିଏ ଆପଣମାନଙ୍କୁ ଧୋକା ଦେବାର ସମ୍ଭାବନା ମଧ୍ୟ ବନୁଅଛି। କାହିଁକି ନା ଏମାନେ ଆପଣମାନଙ୍କୁ ମିଠା ମିଠା କଥା କହିକି ଆପଣମାନଙ୍କ ପିଠି ପଛରେ ଛୁରୀ ଭୁଷିବାର କାମ ମଧ୍ୟ କରୁ ଚାଲିଛନ୍ତି। ଯଦି ଆପଣମାନେ ସେ ସବୁରୁ ବି ସତର୍କତା କରିକିନା ରହିବେ ତେବେ ଆପଣମାନଙ୍କର ବିଜନେସ୍ ଏବଂ କ୍ୟାରିୟର କ୍ଷେତ୍ରରେ ବହୁତ ହି ଭଲ ଉନ୍ନତି ମଧ୍ୟ ଘଟିବ। ଏବଂ ଆର୍ଥିକ କ୍ଷେତ୍ରରେ ଯଦି କହିବି ଆପଣମାନେ ଏ ଦିନରେ ବହୁତ ହି ଲାଭ ଏବଂ ଭରପୁର ମାତ୍ରାରେ ଫାଇଦା ମଧ୍ୟ ଉଠେଇ ପାରିବେ। କଷ୍ଟମର ମାନେ ଆପଣମାନଙ୍କ ଉପରେ ବହୁତ ହି ଅଧିକ ଖୁସି ଏବଂ ପ୍ରସନ୍ନ ମଧ୍ୟ ହୋଇକିନା ରହିବେ। ଆପଣମାନଙ୍କ ଠାରୁ ଯିଏ ବି କିଣାକିଣି ଆଦି ରିଲେଟେଡରେ ସବୁବେଳେ ଆପଣମାନଙ୍କୁ ଜିନିଷ ଆଣୁଥିଲା ସିଏ ଆପଣମାନଙ୍କର ଏତେ ଘନିଷ୍ଠତା ହେଇଯିବ କି ଆପଣମାନଙ୍କର ବନ୍ଧୁ ଭଳି ଆପଣମାନଙ୍କର ସାହାଯ୍ୟ ମଧ୍ୟ କରିଦେବ। କିନ୍ତୁ ଆପଣମାନେ ସେ ସବୁରୁ ମଧ୍ୟ ଦୂରେଇକିନା ରହିବେ। କାହିଁକି ନା ଆପଣମାନଙ୍କୁ ବିପଦ ମଧ୍ୟ ଘଟିପାରେ। ଯଦି ଚାକିରୀ କ୍ଷେତ୍ରରେ କହିବେ କି ଆପଣମାନଙ୍କୁ ନୂଆ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ମଧ୍ୟ ବନୁଅଛି। ଯାହାଦ୍ୱାରା ଆପଣମାନେ ଆଗକୁ ବଢ଼େଇ ପାରିବେ ଏବଂ ଆପଣମାନଙ୍କୁ ପ୍ରମୋସନ ମଧ୍ୟ ନିହାତି ଭାବରେ ମିଳିବ। ଯାହାଦ୍ୱାରା ଆପଣମାନଙ୍କର ଦାମ୍ପତ୍ୟ ଜୀବନ ବହୁତ ହି ଖୁସି ଭରା ଏବଂ ସୁଖଦମୟ ହୋଇକିନା ରହିବ। ଆପଣମାନଙ୍କ ଉପରେ କାମର ଭାର ଏତେ ସାରା ପଡ଼ିଯିବ କି ଆପଣମାନେ ଏ ଦିନଟିକୁ ବହୁତ ହି କଷ୍ଟଦାୟକ ବୋଲି ଅନୁଭବ କରିବେ। କିନ୍ତୁ ଆପଣମାନଙ୍କୁ ଲାଭ ଏବଂ ଫାଇଦା ମିଳିବା କାରଣରୁ ଆପଣମାନେ ସେ ସବୁର କଷ୍ଟକୁ ମଧ୍ୟ ଭୁଲିଯିବେ। ଯାହାଦ୍ୱାରା ଆପଣମାନଙ୍କର ଉନ୍ନତି ମଧ୍ୟ ଘଟିବ। ଆସନ୍ତୁ ଏବେ ଜାଣିବା ଏ ଦିନମାନଙ୍କରେ ଆପଣମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ। ଆପଣମାନଙ୍କୁ ଏ ଦିନମାନଙ୍କରେ ଥଣ୍ଡା କାଶ ଆଦି ରିଲେଟେଡ କିଛି ମାତ୍ରାରେ ଦେହ ଖରାପ ହେବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ଆପଣମାନେ ନିଜ ଦେହକୁ ସତର୍କତା କରିକିନା ରଖନ୍ତୁ ଏବଂ ଆପଣମାନେ ଖାଦ୍ୟପେୟ ଉପରେ ଆପଣମାନେ ଧ୍ୟାନ ମଧ୍ୟ ରଖନ୍ତୁ। କାହିଁକିନା ଆପଣମାନେ ଯଦି ପ୍ରତ୍ୟେକ ଦିନ କାହିଁକିନା ଆପଣମାନେ ଯଦି ଥଣ୍ଡା ଜିନିଷ ଅଧିକ ମାତ୍ରାରେ ଖାଇବେ ତ ଆପଣମାନଙ୍କ ଦେହ ଖରାପ ହେବ ହିଁ ହେବ। ତେଣୁ ଆପଣମାନେ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ତୁଳସୀ ପତ୍ର ସେବନ କରନ୍ତୁ ମହୁ ସହିତ। ଯାହାଦ୍ୱାରା ଆପଣମାନଙ୍କର ଦେହ ବହୁତ ହି ଭଲ ଏବଂ ସୁଖ ରହିବ। କିନ୍ତୁ ଆପଣମାନେ ଯଦି ଆହୁରି ଅଧିକ ଭଲ କରିବା ପାଇଁକିନା ଚାହୁଁଛନ୍ତି ଆପଣମାନଙ୍କର ସ୍ୱାସ୍ଥ୍ୟକୁ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ମଧ୍ୟ ନିହାତି ଭାବରେ କରନ୍ତୁ। ଯାହାଦ୍ୱାରା ଆପଣ ଫିଟନେସ୍ ରହିବେ ଏବଂ ଆପଣମାନଙ୍କର ମନ ବହୁତ ହି ପ୍ରସନ୍ନ ଏବଂ ପ୍ରଫୁଲ୍ଲମୟ ହୋଇକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ କି ଏ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଆପଣମାନେ ଏ ଦିନମାନଙ୍କରେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ମନସା ଦେବୀଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ନାଲି ମନ୍ଦାର ତାଙ୍କୁ ଫୁଲ ଆକାରରେ ଅର୍ପଣ କରନ୍ତୁ ଏବଂ ସେଠି ଗୋଟିଏ ଦୀପ ମଧ୍ୟ ଜାଳି ଦିଅନ୍ତୁ। ଯାହାଦ୍ୱାରା ଆପଣମାନଙ୍କର ଏ ଦିନ ବହୁତ ହି ଭଲ ଏବଂ ଖୁସି ଭରା ହେଇକିନା ରହିବ ଏବଂ ମନସା ଦେବୀ ଆପଣମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ କରିବେ ଏବଂ ଆପଣମାନଙ୍କର ଏ ଦିନରେ ଯାହା ବି କିଛି ଅସୁବିଧା ଥିଲା ସେ ସବୁକୁ ମଧ୍ୟ ସିଏ ଖଣ୍ଡନ ମଧ୍ୟ କରିନେବେ। ଯାହାଦ୍ୱାରା ଆପଣମାନେ ଏ ଦିନକୁ ବହୁତ ହି ଖୁସି ଭରା ମଧ୍ୟ ଅନୁଭବ କରିବେ। ଯଦି ଆପଣମାନଙ୍କୁ ଆଜିର ଏ ଭିଡ଼ିଓଟି ଭଲ ଲାଗିଥାଏ ତେବେ ସଚ୍ଚା ଦିଲରେ କମେଣ୍ଟ ବକ୍ସରେ ଆପଣମାନେ ଜୟ ମା ମନସା ଦେବୀ ବୋଲି ନିଶ୍ଚିତ ଭାବରେ ଲେଖନ୍ତୁ।
ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।